କୁସଙ୍ଗତିର ଫଳ। ଥରକର କଥା, ସୋହନ ନାମକ ଜଣେ ବାଳକ ଥିଲା। ସେ ପାଠପଢ଼ାରେ ବହୁତ ଚତୁର ଏବଂ ସ୍ୱଭାବରେ ବହୁତ ନମ୍ର ଥିଲା। ପ୍ରତ୍ୟେକ ପରୀକ୍ଷାରେ ସେ ପ୍ରଥମ ହେଉଥିଲା ଏବଂ ଗୁରୁଜନମାନେ ମଧ୍ୟ ତା ଉପରେ ବହୁତ ପ୍ରସନ୍ନ ରହୁଥିଲେ। ଧୀରେ ଧୀରେ ସୋହନର ସଙ୍ଗତି କିଛି ଖରାପ ପିଲାମାନଙ୍କ ସହିତ ହୋଇଗଲା। ସେମାନେ ପାଠପଢ଼ାରୁ ମନ ହଟାଇ ଗଳିକନ୍ଦିରେ ବୁଲି ସମୟ ନଷ୍ଟ କରୁଥିଲେ। ଏବେ ସୋହନ ଠିକ୍ ଭାବରେ ସ୍କୁଲ ଯାଉଥିଲା କି ଘରେ ପାଠ ପଢ଼ୁନଥିଲା। 3 ମାସ ପରେ ପରୀକ୍ଷା ହେଲା ଏବଂ ସୋହନ ଫେଲ୍ ହୋଇଗଲା। ଏହା ଦେଖି ତାର ପିତାମାତା ବହୁତ ଦୁଃଖୀ ହେଲେ। ପିତା ତାକୁ ବହୁତ ବୁଝାଇଲେ, କିନ୍ତୁ ତା ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ଦିନେ ସୋହନର ପିତା ବଜାରରୁ କିଛି ସେଓ ନେଇ ଆସିଲେ। ସେଥିମଧ୍ୟରୁ ଗୋଟିଏ ସେଓ ସଢ଼ି ଯାଇଥିଲା। ପିତା ଜାଣିଶୁଣି ସେହି ସଢ଼ା ସେଓଟିକୁ ଭଲ ସେଓଗୁଡ଼ିକ ସହିତ ଟୋକେଇରେ ରଖିଦେଲେ। କିଛି ଦିନ ମଧ୍ୟରେ ସମସ୍ତେ ଭଲ ସେଓ ମଧ୍ୟ ସଢ଼ିଗଲା। ସୋହନ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହେଲା। ସେ ପିତାଙ୍କୁ ପଚାରିଲା, ଏହା କିପରି ହେଲା? ପିତା କହିଲେ, ପୁଅ, ଯେପରି ଗୋଟିଏ ସଢ଼ା ସେଓ ସମସ୍ତ ଭଲ ସେଓକୁ ଖରାପ କରିଦିଏ, ସେହିପରି ଖରାପ ସଙ୍ଗତରେ ରହିଲେ ଜଣେ ଭଲ ବ୍ୟକ୍ତି ମଧ୍ୟ ଖରାପ ହୋଇଯାଏ। ପିତାଙ୍କ କଥା ସୋହନର ମନକୁ ଛୁଇଁଗଲା। ସେ ଖରାପ ସାଙ୍ଗମାନଙ୍କଠାରୁ ଦୂରେଇ ରହିଲା ଏବଂ ପୁଣିଥରେ ପାଠପଢ଼ାରେ ମନ ଲଗାଇଲା। କିଛି ସମୟ ପରେ ସେ ପୁଣିଥରେ ପ୍ରଥମ ସ୍ଥାନ ଅଧିକାର କଲା। ଏବେ ସମସ୍ତେ ତା ଉପରେ ପୁଣି ପ୍ରସନ୍ନ ହେବାକୁ ଲାଗିଲେ। ଶିକ୍ଷା, କୁସଙ୍ଗତି ବା ଖରାପ ସଙ୍ଗତରୁ ସର୍ବଦା ଦୂରେଇ ରହିବା ଉଚିତ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।